কে ডাকিছি কে ডাকছি ধর্মা ধর্মা কাହିଁକି ଡାକିଛି ডাকিছি ହଁ ଯେ କାହିଁକି ଡାକିଛି ଧର୍ମା ଆମେ ସେଟା ଜାଣିନେ ଆଚ୍ଛା। ଆମକୁ ଡକା ହେଇଛି ଆଉ କିଏ ଆସିଛି? ତା ଧର୍ମା ତମକୁ କାହିଁକି ଡାକିଲା କାହିଁକି ସେଟା ଆମେ ଜାଣିନେ ସିଏ ଡାକିକି ତମକୁ କିସ କରିବ ଗୁଲାମ ରଖିଛେ ଗୁଲାମ ରଖିଛି ହଁ ହଉ ସିଏ କେତେ ଦିନ ହେଲା ତମେ ଆସିଛ ସବୁ 10 ଦିନ 10 ଦିନ ହେଲା ହଁ। ଆମର ଟୁନି ବୋଉ ଆସିଛି 10 ଦିନ ଆଚ୍ଛା ଆଉ ତମେ ଆମେ ଆସୁଛେ ଦେଖିକି ପଳଉଛେ ଆସିକି ଦେଖିକି ପଳଉଛ ହଁ କିଛି କରିପାରୁନ ନା ଆଚ୍ଛା ତମର ଉଦ୍ଦେଶ୍ୟଟା କିସ ତମର ଉଦ୍ଦେଶ୍ୟଟା କିସ ରହୁଛି କିଛି ନୁହେଁ ଆଉ ସେ କାହିଁକି ଡାକିଛି ସିଏ ଡାକିଛି ତାଙ୍କ ଘର ହଇରାଣ କର। ତମେ ଆମକୁ କାହିଁକି ହଇରାଣ କରୁଛ ସିଏ ଡାକିଛି ସେ ପଠଉଛୁ ହଁ ତା ଆଗ୍ରହ ଆମେ କିଛି ନୁହେଁ ତା ଆଗରେ ତମେ କିଛି ନୁହେଁ ନା ସିଏ ତମକୁ ପଠଉଛୁ ହଁ କିଏ ପଠଉଛୁ ଧର୍ମ ଧର୍ମା ପଠଉଛୁ ଆମେ ତା ଆଗ୍ରହ କିଛି ନୁହେଁ କିଛି ନୁହେଁ ନା ତା ବୋଉ ଶକ୍ତି ତମକୁ କେଠୁ ସିଏ ଆଣିଛି ସେ ନେଇଛି ତମକୁ ସେ କେଠୁ ଆଣିଛି ହଁ। କେଠୁ କୁହ ଖୁଲି କୁହ ଝୁନା ସ୍କୁଲ ପାଖରେ ତମେ କିଏ କିଏ ରହୁଛ କିଏ କିଏ ରହୁଛ ଟୁନି ବୋଉ ମୋ ଆଉ ହରିଷ୍ଟା ଛୁଆ ଆଉ କାହା ଛୁଆ ଆଉ କାହାରି ନୁହେଁ କାହା ଛୁଆ କହିଲ ହରିଶ ଛୁଆ ହରିଶ ଛୁଆ ନା କିସ ହରିଶ ଛୁଆ ନା କିସ ହଁ ହରିଶ ଛୁଆ ନା କିସ ଲିପୁ ଲିପୁନ ହଉ ତମେ ସେଠି କରୁଛ କିସ 3 ଜଣ ସାରା ସେଠି ରହିଥିଲେ ରହିଥିଲ ତମର ସେଠି କାମ କିସ ସେଇଟା ଆମ ଘର ସେଇଠି ତମେ ଘର କରିକି ରହିଛ ସେଇ 3 ଜଣ ନା ଆଉ କିଏ ଅଛ 3 ଜଣ ଅଛ ହଁ ହଉ ତମକୁ ଯୋଉ ଧର୍ମା ଆଣୁଛୁ ସିଏ ଆଣୁଛୁ ଫେର ଛାଡି ଦଉଛୁ ନା ଏମିତି ଥରେ ଆସିଲ ନା ଆଗରୁ ଆସିଥିଲ ନା ଆଗରୁ ଆସିଥିଲେ ଆଗରୁ କିଏ କିଏ ଆସିଥିଲ କିଏ ଆସିଥିଲ ଆଗରୁ 3 ଜଣ ଯାକ ଆସିଥିଲେ 3 ଜଣ ଯାକ କାହିଁକି ଆଣିଥିଲା ସିଏ ଜାଣିଲେ ଜାଣିନ କିନ୍ତୁ ଆସିକି ସିଏ ତମକୁ କିସ କାମ କରଉଛି କୁହ